ବେକ୍ड ଜୁକୁନି। ଉପକରଣ: ସବୁଜ ଜୁକୁନି ଗୋଟିଏ, ହଳଦିଆ ଜୁକୁନି ଗୋଟିଏ, ପିଆଜ ଗୋଟିଏ ଚୁନା ଚୁନା କରି କଟା ହୋଇଥିବ, ରସୁଣ ଗୋଟିଏ, ଟମାଟୋ 2ଟି, ଫେଟା ଚିଜ୍ ଅର୍ଥାତ୍ ଛେଳି କ୍ଷୀରରେ ତିଆରି ଚିଜ୍ 150 ଗ୍ରାମ, ପିଆଜ ଗୋଟିଏ ସ୍ଲାଇସ୍ କରି କଟା ହୋଇଥିବ, ଅଲିଭ୍ ଅଏଲ୍ 100 ମିଲି, ଲୁଣ ଓ ଗୋଲମରିଚ ସ୍ୱାଦ ଅନୁସାରେ। ପ୍ରଣାଳୀ: ଜୁକୁନିକୁ ଲମ୍ବ ଭାବରେ ଅଧା କରନ୍ତୁ। ମଝିରୁ ସସ୍କୁ ସ୍କୁପ୍ କରି ବାହାର କରି ଚୁନା କରିନିଅନ୍ତୁ। କରେଇରେ ତେଲ ଦେଇ ପିଆଜ, ରସୁଣ ଚୁନା, ଜୁକୁନି ସସ୍ ପକାଇ କିଛି ସମୟ ଭାଜନ୍ତୁ। ଟମାଟୋକୁ ପତଳା କରି ଅର୍ଦ୍ଧ ଚନ୍ଦ୍ରାକାରରେ କାଟନ୍ତୁ। ପିଆଜ ସ୍ଲାଇସ୍କୁ ବାଦାମୀ ରଙ୍ଗ ହେବା ଯାଏ ଭାଜନ୍ତୁ। ଜୁକୁନିର ଲମ୍ବ ଭାବରେ କଟାଯାଇଥିବା ଅଧା ଅଂଶରେ ପୁର ଭର୍ତ୍ତି କରି ଉପରେ ଅଳ୍ପ ଅଲିଭ୍ ଅଏଲ୍ ଦେଇ ଓଭେନ୍ରେ ମଧ୍ୟମ ତାପରେ 5 ମିନିଟ୍ ବେକ୍ କରନ୍ତୁ। ଓଭେନ୍ରୁ ବାହାର କରିବା ପରେ ଟମାଟୋ ସ୍ଲାଇସ୍ ଓ ଭଜା ପିଆଜ ଦିଅନ୍ତୁ। ଫେଣ୍ଟା ଚିଜ୍ ଦେଇ ଓଭେନ୍ରେ ରଖନ୍ତୁ। ଚିଜ୍ ତରଳିବାକୁ ଆରମ୍ଭ କଲେ ଗରମ ଗରମ ଖାଇବାକୁ ଦିଅନ୍ତୁ। ଡାଏଟ୍ରେ ଅଲିଭ୍ ଅଏଲ୍ ଦେଖନ୍ତୁ।